ଜୟ ଜଗନ୍ନାଥ ସାଙ୍ଗମାନେ ଆଜି ତ ଗୁରୁବାର। ଚାଲନ୍ତୁ ଆଜି ଗୁରୁବାରରେ ଭିଡ଼ିଓ ଷ୍ଟାର୍ଟ କରିବା। ମୁଁ ସକାଳୁ ସକାଳୁ କ'ଣ କରୁଛି ଆପଣମାନଙ୍କ ସାଙ୍ଗରେ ସେୟାର କରିବି। ଆଉ ଭିଡ଼ିଓଟା ଦେଖିବା ପୂର୍ବରୁ ସାଙ୍ଗମାନେ ଗୋଟେ କଥା କହିବା ଥିଲା ଆପଣମାନଙ୍କୁ। ସାଙ୍ଗମାନେ ଦେଖୁଛନ୍ତି ମୋ ଭିଡ଼ିଓ, ଗୋଟେ ସବସ୍କ୍ରାଇବ୍ କରୁନାହାନ୍ତି କାହିଁ? ସବସ୍କ୍ରାଇବ୍ କଲେ ସାଙ୍ଗମାନେ ମୋର ବି ମନ ଟିକେ ଇଚ୍ଛା ହେବ କି ମୋ ସବସ୍କ୍ରାଇବ୍, କିନ୍ତୁ ମୋର ଭିଉୟର୍ସ ବହୁତ ମାନେ ଦେଖୁଛନ୍ତି କିନ୍ତୁ ସବସ୍କ୍ରାଇବ୍ କରୁନାହାନ୍ତି। ପ୍ଲିଜ୍ ସାଙ୍ଗମାନେ ମୋ ଚ୍ୟାନେଲଟା ସବସ୍କ୍ରାଇବ୍ କରିଦିଅନ୍ତୁ। ହଉ ସାଙ୍ଗମାନେ ଚାଲନ୍ତୁ, ଆପଣଙ୍କୁ ଯଦି ମୋ ଭିଡ଼ିଓ ଭଲ ଲାଗୁଥିବ ପ୍ଲିଜ୍ ସବସ୍କ୍ରାଇବ୍ ଟିକେ କରିବେ ମୋ ଚ୍ୟାନେଲକୁ। ଆଉ ଚାଲନ୍ତୁ ଆଜି ଭିଡ଼ିଓ ଦେଖିବା ସାଙ୍ଗମାନେ। ମୋତେ ତ ପ୍ରବଳ ଥଣ୍ଡା ସାଙ୍ଗମାନେ। ମୁଁ ଏଇଠି ସକାଳ ପୁଅକୁ ସ୍କୁଲ ବିଦା କରିଦେଇ ତାକୁ ଟିଫିନ୍ ଦେଇକି ମୁଁ ଗାଧୋଇ ପାଧୋଇ ଠାକୁର ପୂଜା କରି ଆସି ସାଙ୍ଗମାନେ ଏଠି ନାଲି ଚା ଆଉ ରୁଟି ଟିକେ ନେଇ ଖାଇବା ପାଇଁ ଦିଦି ପାଟି କତିରେ ଏଇଠି ସାଙ୍ଗମାନେ ରୋଷେଇ ଘରୁ ପଳେଇ ଆସିଲେ ଖାଇ ପିକିରି। ଏଇଠି ଆଣ ଥିଲା ଆମର, ନାଉ ଚାଉଳ ବଟା ହେଇଥିଲା, ଏଇ ପିଠା ଆଣ ଥିଲା। ଏଇଥିରେ ମୁଁ ଟିକେ ସିଝା ପିଠା କରିଦେଉ ସାଙ୍ଗମାନେ, ମୁଆଁ ପିଠା ବି କରିଦେବି, କାରଣ ଦିଦି ଆଉ ବୋଉ ଆସିବେ, ସେ ତାଙ୍କର ଖାଇବେ। ଆଉ ମୁଁ ଆଜି ସେଥିପାଇଁ ରୁଟି କଲିନି, ଆଉ ମୁଁ ମୋ ରୁଟି କରି ଖାଇଦେଲି। ସେ ତାଙ୍କର ଏଇ ପିଠା, ଆଉ ଦିଦି ଆସିଲେ ସନ୍ତୁଳା ଛୁଙ୍କ କରିବେ। ସେ ତାଙ୍କର ସନ୍ତୁଳା କେମିତି ଭଲ କରିପାରନ୍ତି, ମୋତେ ସନ୍ତୁଳା ଆସିନି। ମୁଁ ଏଇଠି ପିଠାକୁ ଷ୍ଟିମ୍ କରିବାକୁ ଛାଡ଼ିଦେଲି ସାରିଲା ପରେ ସାଙ୍ଗମାନେ ମୋର ତ କେତେ କାମ ଥିଲା। ଏଇଠି ପିଠା ଆଣ ସବୁ ଯୋଗାଡ଼ି ଦେଲି। ସେ ଦିଦିଙ୍କୁ କହିଥିଲି କାଲିଠୁ ଆଣିବା ପାଇଁ କଦଳୀପତ୍ର, ସେ ଆଣିନଥିଲେ। କାଲି ସନ୍ଧ୍ୟାବେଳେ ଦିଦି କହୁଥିଲେ ଏଇ ପିଠା କର ଖାଇବା, ମୁଁ କହିଲି ନାଇଁ କଦଳୀପତ୍ର ନାହିଁ, ଷ୍ଟିମ୍ କେମିତି ହେବ। ସେ ଦିଦି ତାଙ୍କର ଆଜି ସକାଳୁ ଆଣିକି ଦେଲେ କଦଳୀପତ୍ର। ଏପଟେ ଷ୍ଟିମ୍ କରିଦେଲି, ସେପଟେ ଦେଖୁନ ସାଙ୍ଗମାନେ ମୁଁ ଭାତ ବି ଅଲରେଡ଼ି ବସେଇ ସାରିଲିଣି। ଭାତ ବି ହବା ଉପରେ। ଆଜି 9:30 ହେଇ ସାଙ୍ଗମାନେ ମୋର ସବୁ ଯାକ ରୋଷେଇ ବୋଧେ ଆଜି ବେଳାବେଳି ମୋର ସରିଯିବ। ଏଠି ତାକୁ ଷ୍ଟିମ୍ କରିବାକୁ ସାଙ୍ଗମାନେ ଛାଡ଼ିଦେଲି। ଆଉ କ'ଣ ସାଙ୍ଗମାନେ ଆସିବେ ତ ଘରେ ସାଙ୍ଗମାନେ ଥଣ୍ଡା କାଶ ଜ୍ୱର କ'ଣ କେମିତି ସମସ୍ତଙ୍କୁ ଯାହାକୁ ପଚାରିବୁ ଥଣ୍ଡା କାଶ ଯେ ଛାଡ଼ୁନି। ମୋର ବି ସେମିତି ସାଙ୍ଗମାନେ, ମୋତେ ବି ଥଣ୍ଡା କାଶ, ମୋ ପୁଅକୁ ବି, ଆଉ ଆମ ପରିବାର ପ୍ରାୟ ଲୋକଙ୍କୁ ବି ଥଣ୍ଡା କାଶ ଛାଡ଼ୁନି। ଆମ ପରିବାର ବୋଲି ନୁହଁ, ସମସ୍ତଙ୍କୁ। ମୁଁ ଏଠି ଷ୍ଟିମ୍ କରି ଏଠି ଟିକେ ବାମ୍ଫ ଯିବାକୁ ଟିକେ ଏଇଆକୁ ଘୋରେଇ ଦେଲେ ସେ ଭଲ ଟିକେ ଷ୍ଟିମ୍ ହେଇଯିବ। ତା ବାମ୍ଫଟା କୁଆଡ଼େ ଯିବନି, ତା ଭିତରେ ରହିବ, ସେଠି ଷ୍ଟିମ୍ ହେଇଯିବ। ଏଇଠି ସାଙ୍ଗମାନେ ଦେଖନ୍ତୁ ମୋ ପିଠା ସବୁ ସିଝି ହେଇଗଲା। ମୁଁ ଏଇଠି ସମସ୍ତଙ୍କୁ ଆଙ୍କୁ ଟିକେ ବାଢ଼ି ଦେଉଛି, କାରଣ ଇଏ ଖାଇକିରି ବୋଉଙ୍କୁ ନେଇକି ଡକ୍ଟର କତିକି ଯିବେ। ଇଏ ହେଉଛି ସେଇ ପିଠା ଯେଉଁଟା ମୁଁ ଷ୍ଟିମ୍ କରିଥିଲି ସାଙ୍ଗମାନେ। ଆଉ ଏଠି ବୋଉ ଖାଉଛନ୍ତି, ସେ ଜାଣିପାରୁନାହାନ୍ତି ମୁଁ କେଉଁଥିରେ ଏ ପିଠା କରିଛି। ସେ ଡକ୍ଟର କତିକି ଯିବେ ବୋଲି ବାହାରୁଛନ୍ତି। କହିଲେ ବିରି କାହିଁ ପକେଇଲୁନି ଏଥିରେ, ମୋତେ ପଚାରୁଥିଲେ। ମୁଁ କହିଲି ନା ଇଏ କେବଳ ନାଉ ଆଉ ଅରୁଆ ଚାଉଳରେ ପିଠା ହେଇଛି। ବୋଉ ଜାଣିପାରୁନାହାନ୍ତି, କହୁଛନ୍ତି ସେଇ ଯେଉଁ ନାଉ ଚାଉଳ ବାଟିଥିଲୁ ସେଇଆ କହୁଛୁ। ମୁଁ କହିଲି ହଁ ମୁଁ ସେଇଆ କହୁଛି। ନା ବିରି ପକେଇଲୁନି, ମୁଁ କହିଲି ବିରି ଆ ଦେହରେ କ'ଣ ପଡ଼େଇଛି, ସେମିତି ହୁଏ। ସେ ଏଠି ବାହାରିଛନ୍ତି, ଯିବେ ଡକ୍ଟର କତିକି ବୋଉ। ସେ ତରତରରେ ଏଠି ଖାଉଛନ୍ତି ସନ୍ତୁଳା ଆଉ ପିଠା। ସେଠି ତାଙ୍କୁ ନେଇ ଦେଇଦେଲି ପିଠା ସନ୍ତୁଳା, ସିଏ ବି ଖାଉଛନ୍ତି। ଦେଖନ୍ତୁ ସମସ୍ତେ ତରତର ହେଇକି କେମିତି ଠିଆ ହେଇକି ସବୁ ଖାଉଛନ୍ତି, ଦେଖନ୍ତୁ କେମିତି ସବୁ ଆମ ଘରେ ଖାଉଛନ୍ତି। ସେପଟେ ରୁମ୍ରେ ତାଙ୍କର ଭାଇ ଖାଉଛନ୍ତି, ଏପଟେ ଦିଦି ଖାଉଛନ୍ତି, ଏପଟେ ଠିଆ ଖାଇଦେଉଛନ୍ତି। ତାଙ୍କର ଡେରି ହେଲାଣି, ଯିବେ ଡକ୍ଟର କତିକି। ତାପରେ ସିଏ ମା ପୁଅ ଡକ୍ଟର କତିକି ବାହାରିଗଲା ପରେ ଆମ ଦିଦି କ'ଣ କଲେ, ବହୁତ ଆଣିଥିଲେ ବାଡ଼ିରୁ ଶାଗ, ପୁଣି ଭାଇ ଆଣିଥିଲେ ମାର୍କେଟରୁ ଶାଗ। ଏ ଶାଗ ବଛା ହେଲା, ଦିଦି ସବୁଯାକ ଦୁଇଟାଙ୍କୁ ମିଶେଇକି ବାଛିଦେଲେ। ବୋଉ ବାଛିଦେଲେ, ଜାଣିପାରୁନି ତା କତିରେ ଘାସ ଫାସ କେତେ ଅଛି ସେ ଶାଗରେ। ଦିଦି ଏଇଠି ଶାଗ ବାଛିଦେଲେ। ଆମର ସେପଟେ ଅଧା ରୋଷେଇ ସାଙ୍ଗମାନେ ସରିଗଲାଣି। ଖାଲି ଏଇଠି ଦିଦିଙ୍କର ମୋର ପଳେଇଲେ। ଦିଦି ଛୁଙ୍କ ଯେଉଁ ଇଏ କରିଥିଲେ, ମୁଁ ଏଠି ଦିଦିଙ୍କର ମୋର ଟିକେ, ଦିଦି କହୁଥିଲେ, କହିଲେ ମୁଁ ଭାଇଙ୍କୁ କହୁଛି ଆମେ ଆଉ ତ ଆଇଁଷ ଖାଇବାନି, ତୋ ପାଇଁ ଛତୁଆ, ମୋ ପାଇଁ ଟିକେ ପନିର ଆଣିବେ। ସାଙ୍ଗମାନେ ଏଇ କଥାରେ ଆମେ ଭେରାଇ ହସିଛୁ। ହଁ ଗଲା, ଭାଇ କହିଲେ ହଁ ଗଲା ଯେ ତମ ସମସ୍ତ ପାଇଁ ଭେରାଇ ଗୋଟେ ହଉଥିବ ଆଇଁଷ ବାଡ଼ି ଦେଇଥିବ, ଆଇଁଷ ଛାଡ଼ି ଗୋଟେ ନାଟକ କରୁଛ ତମେ। ଆଇଁଷ ସାଙ୍ଗମାନେ ଭଲ ଲାଗୁନି। ଆଉ ଏମିତି ଆମେ ଦୁଇ ଜଣ ଏତିକି ଖୁସି ବାସିରେ ସାଙ୍ଗମାନେ ରୋଷେଇ ସାରି ଦେଉଛୁ। ଆଉ କାରଣ ଆରବ ଆସିବା ସମୟ ହେଇଗଲାଣି 12ଟା। ଆଜି ବି ସାଙ୍ଗମାନେ ମୋର ବହୁତ ଜଲ୍ଦି ବି କାମ ସରିଯାଇଛି, 12ଟା ପୂର୍ବରୁ ବି ରୋଷେଇ ସରିଯାଇଛି। ଏଇଠି ଯାହା ହଉ ସାଙ୍ଗମାନେ ପରିଶ୍ରମ ପରେ ଗୋଟେ ଭଲ ଖାଇବା ଆଜି ଗୁରୁବାର ଆମକୁ ମିଳିଛି। ଏଠି ଦେଖନ୍ତୁ ସାଙ୍ଗମାନେ ଏତେ ସାରା ଖାଇବା ଭିତରେ ହିରୋ ହେଉଛି ସାଙ୍ଗମାନେ ଆଳୁ ଭର୍ତ୍ତା, ଆଉ ହିରୋଇନ୍ ହେଉଛି ଦହି ବାଇଗଣ। ଏଇ ଦୁଇଟା ଛଡ଼ା ଆଉ କିଛି ମୋତେ ତା ଦେହରୁ
ମାନେ ମୋ ପାଟିକି ଭଲ ଲାଗୁନି। ଏଠି ବି ହେଇଛି କାକୁଡ଼ି ସାକର, ପ୍ରାୟଥର ଆମ ବୁଢ଼ା କାକୁଡ଼ି ଆସିଲେ ମାନେ ସାକର ଭାଇ କରିବା କହିବେ କରିବାକୁ, ନିଶ୍ଚିନ୍ତ ହଉ ସାଙ୍ଗମାନେ ମୋ ଭିଡ଼ିଓ ଦେଖୁଛନ୍ତି ସବସ୍କ୍ରାଇବ୍ ଟିକେ କରନ୍ତୁ।